जय जगन्नाथ स्टडिंग विथ माइंड चैनल को मोर स्वागत। आज आम स्टार्ट करवा अष्टम श्रेणी षष्ठ अध्याय साइंस बहिर चाप वायु प्रवाह और झड़ बात्या पंचम में सरी एवं षष्ठ अध्याय। अन्य दिन अपेक्षा बेले बेले कहीं पवन अधिक शक्तिशाली हुए। साधारणतः पानी टांकी कहीं उच्च स्थान बा छात उपरे रखा जाए। वायुचाप प्रकृत में आमको चापी दे पारे कि झड़ एवं घूर्णिबात्यार कारण कौन? जदि पृथ्वीर आवर्तन बंद हो जाए तेबे कौन घूर्णिबात्या सृष्टि हेब? तुमर प्रश्न गुड़िकर अन्यमानक सह आलोचना करबा। उत्तर देखिबा। तुम्हें निश्चिंत भूपृष्ठ रे पड़िथिबा पत्र गुड़िक चक्राकार रे वायुरे उड़िबा एवं प्रबल पवन बहिबा समय गछ गुड़िक दहलिबा किंबा बंका हेबा देखिथिबो। तुम्हें केबे चिंता करिछ कि काहींकि तळे पड़िथिबा पत्र गुड़िक वायुरे उड़ी थाए किंबा गछ गुड़िक दहली थाए किंबा बंका होई थाए? पवन कौन तले पड़िथिबा पत्र गुड़िक उपरको उठाइबा पई किंबा गछ गुड़िक बंका करिया पई बल प्रयोग करे? पवन द्वारा हेउथा बलर अन्यान्य समान प्रभाव गुड़िक मन पकाओ। जेपरि घरर कबाट किंबा झरका गुड़िक ठेली हेबा किंबा पोषक उड़ी जिबा। पवन द्वारा हेउथा बल द्वारा यह किपरि घटे? पवन द्वारा प्रयुक्त बल जोगु पृष्ठ वायु चाप द्वारा यही प्रभाव सृष्टि हुए। ଏହି ଅଧ୍ୟାୟରେ ଆମେ ବଳ ଏବଂ ଚାପ ମଧ୍ୟରେ ସମ୍ପର୍କ କ'ଣ ଜାଣିବା ଏବଂ ବୁଝିବା ଯେ ସେମାନେ ବଜ୍ରପାତ ଏବଂ ଘୂର୍ଣ୍ଣିବାତ୍ୟା ଭଳି ଶକ୍ତିଶାଳୀ ପ୍ରାକୃତିକ ଘଟଣା ଗୁଡ଼ିକ କିପରି ରୂପ ଦିଅନ୍ତି। ଚାପ। ମେଘା ଓ ତାର ଭାଇ ରଞ୍ଜନ ଏକ ବଣଭୋଜି କରିବାକୁ ଯାଉଛନ୍ତି। ଦେଖ ଦୁଇ ଜଣ ସେମାନେ ବଣଭୋଜି କରିବାକୁ ପିକନିକ୍। ସେମାନେ ବେଗରେ ସମାନ ପ୍ରକାର ଜିନିଷ ଧରି ବଣଭୋଜି ସ୍ଥାନକୁ ଯାଉଛନ୍ତି। ରଞ୍ଜନ ତାର ବେଗକୁ ସଜାଡ଼ି ଚାଲୁଥାଏ ଏବଂ ତାକୁ ଖୁବ୍ ଅଡ଼ୁଆ ଲାଗୁଥାଏ। ମେଘା ପଚାରିଲା, ତୋର ବେଗରେ କିଛି ସମସ୍ୟା ଅଛି କି? ରଞ୍ଜନ ଉତ୍ତର ଦେଲା, ହଁ, ଏହା ମୋ କାନ୍ଧକୁ ବହୁତ କଷ୍ଟ ହେଉଛି। ତା ପାଇଁ ବେଗଟା ଟିକେ ଛୋଟ ହେଉଛି ବା ଓଜନିଆ ଥିବ। ମେଘା କହିଲା, ଆମ ଉଭୟଙ୍କର ବେଗ ସମାନ ଭାରୀ। ତୋର ବେଗ କାହିଁକି କଷ୍ଟ ହେଉଛି ଏବଂ ମୋର କାହିଁକି ନୁହେଁ? ରଞ୍ଜନ 1 ମିନିଟ୍ ପାଇଁ ଚିନ୍ତା କରି କହିଲା, ହୁଏତ ଏହା ଆମ ବେଗର ଫିତାରେ ଓସାର ଭିନ୍ନତା ଯୋଗୁଁ ହେଉଛି। ମୋ ବେଗରେ ସରୁ ଫିତା ଲାଗିଛି ମାତ୍ର ତୁମ ବେଗରେ ଚଉଡ଼ା ଫିତା। ନିହାତି ଆମେ ଯଦି ବେଗଟା ଟିକେ ଛୋଟ କରିଦେଇଥିବା ବା ତାର ଫିତାଟା ଟିକେ ଟାଣି ଦେଇଥିବା ତେବେ ଆମକୁ ଅସୁବିଧା ହୁଏ। କ'ଣ ଫିତାର ଆକୃତି କିମ୍ବା ଆୟତନ ପ୍ରକୃତରେ କୌଣସି ପାର୍ଥକ୍ୟ ଆଣିପାରେ? ଆସ ଜାଣିବାକୁ ଚେଷ୍ଟା କରିବା। ଯେତେବେଳେ ଆମେ ଏକ ବେଗ ବହୁଛେ ସେତେବେଳେ ଆମ କାନ୍ଧ ଉପରେ କାମ କରୁଥିବା ମାଧ୍ୟାକର୍ଷଣ ବଳ ଯୋଗୁଁ ଆମକୁ ଏହା ଓଜନ ଲାଗେ। ସରୁ ଫିତା ଥିବା ବେଗର ଓଜନ ଆମ କାନ୍ଧର ଏକ ଛୋଟ ସ୍ଥାନ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରେ, ଯେତେବେଳେ କି ଚଉଡ଼ା ଫିତା ଥିବା ବେଗର ଓଜନ ଆମ କାନ୍ଧ ଏକ ବଡ଼ ସ୍ଥାନ ଉପରେ କାର୍ଯ୍ୟ କରେ। ଏହି କାରଣ ଯୋଗୁଁ ଆମେ ସରୁ ଫିତା ଥିବା ବେଗ ଅପେକ୍ଷା ଚଉଡ଼ା ଫିତା ଥିବା ବେଗ ବହନ କରିବାକୁ ଅଧିକ ଆରାମଦାୟକ ଅନୁଭବ କରୁ। ଯଦିଓ ଉଭୟ ବେଗର ଓଜନ ସମାନ, କିନ୍ତୁ କେଉଁ କ୍ଷେତ୍ରଫଳ ଉପରେ ବଳ କାର୍ଯ୍ୟ କରେ ତାହା ସେହି ଘଟଣା ଜଡ଼ିତ। ତେଣୁ ଆମେ ଚାପ ବିଷୟରେ ଆଲୋଚନା କରିବା ଯାହା ଏକକ କ୍ଷେତ୍ରଫଳ ଉପରେ କାର୍ଯ୍ୟ କରୁଥିବାକୁ ବୁଝାଏ। ଚାପ ସମାନ କିସ? ପ୍ରଯୁକ୍ତ ବଳ ବାଇ କ୍ଷେତ୍ରଫଳ ବା ଏଠି ଦେଇଦେଇଛି ବଳ ବାଇ କ୍ଷେତ୍ରଫଳ, ମାନେ ପ୍ରଯୁକ୍ତ ମାନେ ଯେଉଁ ବଳଟା ପ୍ରୟୋଗ ହେଉଛି। ଏହି ପର୍ଯ୍ୟାୟରେ ଆମେ କେବଳ ଏହି ବଳ ଗୁଡ଼ିକ ବିଚାର କରିବା ଯାହା ଚାପ ପ୍ରୟୋଗ କରାଯାଉଥିବା ପୃଷ୍ଠ ଉପରେ ଲମ୍ବ ଭାବରେ କାର୍ଯ୍ୟ କରେ। ଦେଖ ଦୁଇଟା ବାଲ୍ଟି, ଗୋଟେ ହେଉଛି ଓସାରିଆ ତାର ଧରିବାଟା, ଗୋଟେ ହେଉଛି ଅଣଓସାରିଆ। ଓସାରିଆ ଅଣଓସାରିଆ ହ୍ୟାଣ୍ଡେଲ ସହିତ ବାଲ୍ଟି। ଅଣଓସାରିଆ ଫିତା ତୁଳନାରେ ଓ ଓସାରିଆ ଫିତା ଥିବା ବେଗ କାନ୍ଧରେ କମ୍ ଚାପ ପ୍ରୟୋଗ କରେ। ତେଣୁ ଆମେ ଓସାରିଆ ଫିତା ଥିବା ଏକ ବେଗ ବହନ କରିବାକୁ ଅଧିକ ଆରାମ ଅନୁଭବ କରୁ। ଏବେ ବୁଝିଲ କି ସରୁ ହ୍ୟାଣ୍ଡେଲ ଥିବା ଏକ ଜଳ ଭର୍ତ୍ତି ବାଲ୍ଟି ଅପେକ୍ଷା ମୋଟା ହ୍ୟାଣ୍ଡେଲରେ ଥିବା ଏକ ଜଳ ଭର୍ତ୍ତି ବାଲ୍ଟିକୁ ଉଠାଇବା ସହଜ କାହିଁକି? ଠିକ୍ ସେହିପରି ଆମେ ଦେଖିବା ଯେ ଯେତେବେଳେ ଲୋକମାନେ ଓଜନିଆ ପାତ୍ରରେ କିଛି ଜିନିଷ ପନିପରିବା ମୁଣ୍ଡରେ ନେଇ ଯାଇଥାନ୍ତି ସେତେବେଳେ ଏକ ଗୋଲାକାର କପଡ଼ା ମୁଣ୍ଡରେ ଦେଇ ତା ଉପରେ ଜିନିଷ ବା ପନିପରିବା ମୁଣ୍ଡରେ ମୁଣ୍ଡେଇ ସହଜରେ ବୋହିଥାନ୍ତି। ସେ ପନିପରିବା ହେଉ, ପାଣି କଳସୀ ହେଉ ବା କ'ଣ ଯେକୌଣସି ଜିନିଷ ହେଉ ସେମାନେ ଗୋଟେ ଗାମୁଛାରେ ଫାଷ୍ଟ ଗୁଲେଇ କରିକି ତା ଉପରେ ରଖିବେ। ଉଭୟ କ୍ଷେତ୍ରରେ ବଳ ପ୍ରୟୋଗ କରାଯାଉଥିବା କ୍ଷେତ୍ରଫଳ ହ୍ରାସ କରି ଚାପକୁ କମାଇବା ଲକ୍ଷ୍ୟ ରଖିଥାନ୍ତି। ଏକକ କ୍ଷେତ୍ରଫଳ ପ୍ରତି ପ୍ରଯୁକ୍ତ ବଳ ଭାବରେ ଚାପକୁ ବ୍ୟାଖ୍ୟା କରାଯାଇଛି। ବଳର ଏସ୍ଆଇ ଏକକ ହେଉଛି ନ୍ୟୁଟନ। ପରୀକ୍ଷାରେ ପଡ଼ିବ, ମନେ ରଖିଦେବ। ବଳର ଏସ୍ଆଇ ଏକକ ହେଉଛି ନ୍ୟୁଟନ ଏବଂ କ୍ଷେତ୍ରଫଳର ଏକକ ହେଉଛି ବର୍ଗ ମିଟର, ମାନେ ଏମ୍ ସ୍କୋୟାର। ସେଟା ଏନ୍, ଏଟା ହେଉଛି ଏମ୍ ସ୍କୋୟାର। ତେଣୁ ଚାପର ଏସ୍ଆଇ ଏକକ ହେଉଛି ନ୍ୟୁଟନ ପାର ମିଟର ସ୍କୋୟାର। ଏହି ଏକକକୁ ପାସ୍କାଲ ମଧ୍ୟ କୁହାଯାଏ। ଏହାର ପ୍ରତୀକ PA
ପାସ୍କାଲ। ଯଦି 100 ନ୍ୟୁଟନ ପରିମାଣର ବଳ 2m² କ୍ଷେତ୍ରଫଳ ବିଶିଷ୍ଟ ଏକ କାର୍ଡ଼ ବହନ କରୁଥିବା କାର୍ଡ଼ବୋର୍ଡ ପ୍ରୟୋଗ କରାଯାଏ, ତେବେ କାର୍ଡ଼ବୋର୍ଡର ଚାପ ଦେଖ। ପ୍ରଯୁକ୍ତ ବଳ ବାଇ କ୍ଷେତ୍ରଫଳ 100 ନ୍ୟୁଟନ ଡିଭାଇଡ୍ ବାଇ 2m², 2 ମିଟର ସ୍କୋୟାର। 100କୁ ଆମେ କେତେରେ କାଟିଦେଲେ? 2ରେ କାଟିଲେ କେତେ ହେବ? 50 ନ୍ୟୁଟନ ବାଇ ମିଟର ସ୍କୋୟାର ଆସିଗଲା, ବା 50 ପାସ୍କାଲ। ନ୍ୟୁଟନ ପାର ମିଟର ସ୍କୋୟାର ହେଉଛି ପାସ୍କାଲ। ଦୈନନ୍ଦିନ ଜୀବନରେ ଅନେକ ପରିସ୍ଥିତି ଅଛି ଯେଉଁଠାରେ ଚାପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସାରଣୀ 6.1ରେ ଦିଆଯାଇଥିବା କାର୍ଯ୍ୟକୁ ସମ୍ପାଦନ କର ଏବଂ ତୁମର ପର୍ଯ୍ୟବେକ୍ଷଣ ଗୁଡ଼ିକ ଲେଖ। ପ୍ରତ୍ୟେକ କାର୍ଯ୍ୟ ପାଇଁ ଚାପ କିପରି ଭୂମିକା କରେ ତାହା ଆମେ ଦେଖିବା। କ'ଣ ଦେଇଛି? ଲୁହା କଣ୍ଟାକୁ ବାଡ଼େଇବା, କଣ୍ଟା ମୁଣ୍ଡ ଦ୍ୱାରା କାର୍ଯ୍ୟର ପ୍ରଣାଳୀ। କାର୍ଯ୍ୟ ସମ୍ପାଦନ ସହଜ ବା କଷ୍ଟ କାରଣ ଦର୍ଶାଅ। ଲୁହା କଣ୍ଟାକୁ ଯେତେବେଳେ ଆମେ ବାଡ଼ଉଛେ, ଯଦି ମୁନିଆଟା ତଳ ପଟେ ରହିଥିବ ତେବେ ଆମକୁ ସୁବିଧା ହେବ କଣ୍ଟାର ସୂକ୍ଷ୍ମ ଅଗ୍ର ପାଖରେ। ଯଦି ଆମେ କଣ୍ଟାର ମୁନିଆଟା ଆଗକୁ ଦେବା ତେବେ ଆମକୁ ଭିତରକୁ ସେ କଣ୍ଟାଟା ପିଟିବ କି? ପିଟି ହେବନି। ଛୁରୀ ସାହାଯ୍ୟରେ ଏକ ସହ କାଟିବା, ଧାର ପଟେ କାଟିଲେ ଆମକୁ ସୁବିଧା ହେବ। ଆଉ ଯଦି ଧାର ନ ପଟେ କାଟିବା ହେଲେ ଆମର ହାତ ବି କଟି ଯାଇପାରେ, ହଁ କି ନାହିଁ? ସାରଣୀ 6.1ରେ ତୁମର ପର୍ଯ୍ୟବେକ୍ଷଣ ତୁମେ କେଉଁ ସିଦ୍ଧାନ୍ତରେ ପହଞ୍ଚିଲ? ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ ଯେତେବେଳେ ଏକ ବଳ ପ୍ରୟୋଗ କରାଉଥିବା କ୍ଷେତ୍ରଟି ଛୋଟ ହୋଇଥାଏ, ଫଳସ୍ୱରୂପ ଚାପ ଅଧିକ ଥାଏ, ତାହା ଫଳରେ କେତେକ କ୍ଷେତ୍ରରେ କାର୍ଯ୍ୟ କରିବା ସହଜ ହୁଏ। ଏହି କାରଣରୁ କଣ୍ଟାର ମୁନିଆ ବା ସୂକ୍ଷ୍ମ ଅଗ୍ର ବ୍ୟବହାର କରି ବାଡ଼େଇବା ସହଜ ହୋଇଥାଏ ଏବଂ ଛୁରୀର ତୀକ୍ଷ୍ଣ ଧାର ସାହାଯ୍ୟରେ ଏକ ସେଓ କାଟିବା ସହଜ ହୋଇଥାଏ। ଦେଖ, ଉଚ୍ଚ ସ୍ଥାନରେ ଥିବା ପାଣି ଟାଙ୍କି। ତୁମେ ନିଶ୍ଚିନ୍ତ ଭାବରେ ତୁମ ଅଞ୍ଚଳରେ ଜଳ ଯୋଗାଣ ପାଇଁ ବ୍ୟବହୃତ ପାଣି ଟାଙ୍କି ଉଚ୍ଚ ସ୍ଥାନରେ ବା ଘରର ଛାତ ଉପରେ ଦେଖିଥିବ। ଦେଖ, ଘରର ଛାତ ଉପରେ ହିଁ ପାଣି ଥାଏ, ତାପରେ ତାକୁ ପାଇପ୍ ସାହାଯ୍ୟରେ ତଳକୁ ଆଣେ। ତରଳ ପଦାର୍ଥ ମଧ୍ୟ ଚାପ ପକାଏକି ଦେଖିବା। ତେବେ ନେକ୍ସଟ କ୍ଲାସ୍ରେ ଆସ ଜାଣିବାକୁ ଚେଷ୍ଟା କରିବା ବିଷୟରେ ପଢ଼ିବା। ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଭଲ ଲାଗିଲେ ଲାଇକ୍ କରିବ, ସେୟାର କରିବ, କମେଣ୍ଟ କରିବ। ଆଉ ଯେଉଁ ଆର 7 କ୍ଲାସ୍ରୁ ଯେଉଁ ଦେଇଥିଲି ମୁଁ କ୍ୱେଶ୍ଚନ୍ ଆନ୍ସର୍, ସେସବୁ ତୁମେ ପ୍ରାକ୍ଟିସ୍ କରିକି ରଖିଥିବ, ପ୍ରାକ୍ଟିସ୍ କରିଦେଇଥିବ ଆଉ ଖାତାରେ ମଧ୍ୟ ଲେଖିଦେବ। ଥ୍ୟାଙ୍କ ୟୁ। ନେକ୍ସଟ କ୍ଲାସ୍ରେ ଆସ ଜାଣିବାକୁ ଚେଷ୍ଟା କରିବା ବିଷୟରେ ପଢ଼ିବା।